ବାଚସ୍ପତି ମହୋଦୟା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର ଏବଂ ଏହା ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶର ଚାବିକାଠି। ଏହି କ୍ଷେତ୍ରରେ ରାଜ୍ୟର ମୋଟ ଶ୍ରମଶକ୍ତିର 85.8% ନିୟୋଜିତ ହୋଇଥିବା ବେଳେ ଏହାର ଯୋଗଦାନ ଗ୍ରସ୍ ଷ୍ଟେଟ୍ ଭ୍ୟାଲୁ ଆଡେଡ୍ GSVAର 22.5% ଅଟେ। ଆମ ସରକାର ଏ କ୍ଷେତ୍ରରେ ମହତ୍ତ୍ୱକୁ ହୃଦୟଙ୍ଗମ କରିଛନ୍ତି। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ମହତ୍ତ୍ୱକୁ ଉପଲବ୍ଧି କରି ଆମ ସରକାର ଏହି କ୍ଷେତ୍ର ପାଇଁ ଯଥେଷ୍ଟ ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। 2023-24 ଆର୍ଥିକ ବର୍ଷରେ ଏହି କ୍ଷେତ୍ର ପାଇଁ ମୋଟ ବଜେଟ୍ ଅଟକଳ 24,829 କୋଟି ଟଙ୍କା ଥିଲାବେଳେ ମୁଁ 2024-25 ଆର୍ଥିକ ବର୍ଷର ବଜେଟ୍ରେ ଏହାକୁ 36% ବୃଦ୍ଧି କରି ମୋଟ 33,919 କୋଟି ଟଙ୍କାର ପ୍ରସ୍ତାବ ରଖୁଛି। ସମସ୍ତଙ୍କ ପାଇଁ ସମୃଦ୍ଧିର ପ୍ରତିଶ୍ରୁତି ଦେଉଥିବା ଏକ ସାମଗ୍ରିକ ବିକାଶ ହିଁ ଆମର ଲକ୍ଷ୍ୟ। ବିକଶିତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବାକୁ ଆମେ ସମୃଦ୍ଧ କୃଷକ ଯୋଜନା ଆଣିବାକୁ ଯାଉଅଛୁ, ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଲାଭ କରି କୃଷକମାନେ ସଫଳ ଏବଂ ସମୃଦ୍ଧ ହୋଇପାରିବେ। ଜାତୀୟ ସ୍ତରର ଓଡ଼ିଶା ଚତୁର୍ଥ ବୃହତ୍ତମ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି। ଚାଷୀମାନଙ୍କଠାରୁ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କାରେ କିଣାଯିବ, ଯାହା ବର୍ତ୍ତମାନର ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ MSP ଠାରୁ କ୍ୱିଣ୍ଟାଲ ପିଛା 800 ଟଙ୍କା ଅଧିକ ହେବ। ମଣ୍ଡିଠାରେ କ୍ରୟ ପ୍ରକ୍ରିୟାରେ କଟନୀ ଛଟନୀର ବ୍ୟବସ୍ଥାକୁ ରଖିବା ପାଇଁ ଆର୍ଦ୍ରତା ପରିମାପକ ଯନ୍ତ୍ର ଉପଲବ୍ଧ କରାଯିବା ସହ କମ୍ପ୍ୟୁଟରାଇଜ୍ଡ ଓଜନ ଉପକରଣଗୁଡ଼ିକ ବ୍ୟବହାର ମଧ୍ୟ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଧାନ କ୍ରୟ ପ୍ରକ୍ରିୟାକୁ ସରଳ ତଥା କ୍ରୟ ସମୟରେ ଉପୁଜୁଥିବା ତ୍ରୁଟିକୁ ହ୍ରାସ କରାଯାଇପାରିବ। ଯେଉଁ କୃଷକମାନେ DBT ମୋଡ୍ ପଞ୍ଜୀକରଣ କରିବେ, ସେମାନେ ବିକ୍ରୟ କରିବାର 48 ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ। 2024-25 ଆର୍ଥିକ ବର୍ଷ ବଜେଟ୍ରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଆମେ 5,000 କୋଟି ଟଙ୍କାର ପ୍ରସ୍ତାବ ରଖିଛୁ। ମାନନୀୟ ବାଚସ୍ପତି ମହୋଦୟା, ଆମ ସରକାର ଏକ ଅନ୍ତର୍ଭୁକ୍ତ ଏବଂ ପୋଷଣୀୟ କୃଷି ପରିବର୍ତ୍ତନକୁ ସମର୍ଥନ କରି କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଭାରତ ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ PM କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବା ପାଇଁ ଚାଷୀମାନଙ୍କ ନାମରେ ଥିବା ନିଜସ୍ୱ ଜମିର ପରିମାଣକୁ ଆଧାର ନ କରି ରାଜ୍ୟର ଉଭୟ ଗ୍ରାମ୍ୟ ଏବଂ ସହରାଞ୍ଚଳର ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିଛୁ। କୃଷକମାନଙ୍କର ଆୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମେ CM କିଷାନ ଯୋଜନା ଅଧୀନରେ ଅତିରିକ୍ତ ଟପ୍ ପ୍ରଦାନ କରିବୁ।